ନା ମୁଁ ଆଗରୁ ତ କେବେ ଜାଣିନି। ମୁଁ ଜାଣିଥିଲି ମୁଁ ଏଇ ଲାଇନ କୁ ଆସିବି, ଫିଲ୍ମ କରିବି, କଳାକାରଟେ ହେବି, ଏଇଟା ଜାଣିଥିଲି। ବଟ୍ ମୋର ପ୍ରଥମ ଡେବ୍ୟୁ ଫିଲ୍ମ ମତେ ଗୋଟେ ଏମିତି ଚ୍ୟାଲେଞ୍ଜିଂ କ୍ୟାରେକ୍ଟର ମିଳିବ, ଦେନ୍ ମୁଁ ଏଇ କଥା ଜାଣିନଥିଲି। ପୂଜା ବଜାରରେ ମାର୍କେଟ କୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ଆଭା। ଆଭାକୁ ନେଇକି ଟ୍ରେଲର ରିଲିଜ ହେଲା ପରେ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଛି ଏବଂ ଏ ଫିଲ୍ମ ନିଆରା ଢଙ୍ଗରେ ଉପସ୍ଥାପନ କରାଯାଇଛି। ଯିଏ ଦେଖୁଛି ସିଏ ଆସିବା ପାଇଁ ଉତ୍ସାହ ରହିଛି ଏବଂ ସମସ୍ତଙ୍କ ମନରେ ଏଇ କଣ୍ଟେଣ୍ଟକୁ ନେଇକି କିଭଳି ଉପସ୍ଥାପନ କରାଯାଇଛି ଏବଂ ଜଣେ ନବାଗତଙ୍କୁ କିଭଳି ଫିଲ୍ମରେ ଗୁରୁ ଦାୟିତ୍ୱ ଦିଆଯାଇଛି ସେ ସମ୍ପର୍କରେ ଆମେ କଥା ହେବା। ଆମ ସହିତ ଅଛନ୍ତି ଯେ ଫିଲ୍ମର ମୁଖ୍ୟ, ଯାହାଙ୍କ ନାଁକୁ ନେଇକି ଫିଲ୍ମ ବନାଯାଇଛି ଆଭା। ନା ରହିଛି সোনা, କିନ୍ତୁ ଆଭାର ଚରିତ୍ରରେ ସେ ସବୁ କିଛି କରୁଛନ୍ତି। ସିଧାସଳଖ କଥା ହେବା। ମ୍ୟାଡ଼ାମ ପ୍ରଥମେ ଆପଣଙ୍କୁ ସ୍ୱାଗତ। ସ୍ୱାଗତ, ନମସ୍କାର। ଆପଣ କେମିତି ଅଛନ୍ତି? ଆଉ ଆପଣ ଖୁବ ସୁନ୍ଦର ଆଙ୍କର କରନ୍ତି, ମତେ ଭଲ ଲାଗେ ଭଏସ ଆପଣଙ୍କର। ମ୍ୟାଡ଼ାମ ନୂଆ କରି ଚଳଚ୍ଚିତ୍ରକୁ ଆସିବା ଆଉ ତା ଭିତରେ ଗୋଟେ ଗୁରୁ ଦାୟିତ୍ୱ ନବା କେମିତି ଦେଖୁଛନ୍ତି? ଗୁରୁ ଦାୟିତ୍ୱ ନବା ତ ମୋ ପାଇଁ ବହୁତ ଟଫ୍ ଥିଲା। ଦେନ୍ ମତେ ଭରସା କରିକିରି ପ୍ରଡ୍ୟୁସର ସାର୍, ଡିରେକ୍ଟର ସାର୍ ଦେଇଛନ୍ତି, ସେଥିପାଇଁକା ତ ମୁଁ କୃତଜ୍ଞତା ତାଙ୍କ ପାଖରେ। କାରଣ ଏମିତି ମୁଁ ନବାଗତା ପ୍ରଥମ ଫିଲ୍ମ, ସେତିକି ଭରସା କରିପାରିଛନ୍ତି ମୋ ଉପରେ କି ମୁଁ ଏଇ ଫିଲ୍ମରେ ଠିକ ଭାବେ ନିଭେଇ ପାରିବି। ଦେନ୍ ଥ୍ୟାଙ୍କ ୟୁ ସୋ ମଚ୍, ମତେ ଏତେ ବଡ଼ ଅପରଚ୍ୟୁନିଟି ଦେଇଛନ୍ତି, ଯାହା ଫଳରେ ମୁଁ ଏଇ ଫିଲ୍ମଟି ସଫଳ କରିପାରିଛି। ଆଉ ସତ କହିବାକୁ ଗଲେ ଏଇ ଫିଲ୍ମ ଯେବେ ମତେ ସ୍କ୍ରିପ୍ଟ ଆସିଥିଲା, ଯେତେବେଳେ କହିଥିଲେ ଡିରେକ୍ଟର ସାର୍ ମତେ କହିଥିଲେ, ମୋ ଅପେକ୍ଷା ମୁଁ ଟିକେ ବହୁତ ନର୍ଭସ୍ ଥିଲି, ବଟ୍ ମୋ ଅପେକ୍ଷା ଡିରେକ୍ଟର ସାର୍ ମୋ ଉପରେ ବେଶୀ ଭରସା କରିଥିଲେ। ଦେନ୍ ସିଏ କହିଥିଲେ କି ଆପଣ ପାରିବେ, କାରଣ ମୋର ବହୁତ ପ୍ରକାର ଡ୍ରାମା ୱେଷ୍ଟ ବେଙ୍ଗଲରେ ମୁଁ କରୁଥିବା ସମୟରେ ସାର୍ ଦେଖିଥିଲେ। ଦେନ୍ ତାଙ୍କ ପ୍ରଥମତଃ ତାଙ୍କ ଭରସା ପାଇଁ ମୁଁ ଏଇ ଫିଲ୍ମଟି ସାଇନ୍ କରିପାରିବି। ଯେତେବେଳେ ଆପଣଙ୍କୁ ଏ ଫିଲ୍ମଟି ଦିଆଯାଇଥିଲା ଯେ ଆପଣ ଆଭା ଚରିତ୍ରରେ ଅଭିନୟ କରିବେ, ତା ଭିତରେ ଆପଣ ଜାଣିଥିଲେ ଚରିତ୍ର ମୁଁ ସକ୍ଷମ ଥିଲେ ମତେ ଭିନ୍ନକ୍ଷମ ଚରିତ୍ରରେ କରିବାକୁ ପଡ଼ିବ? ନା ମୁଁ ଆଗରୁ ତ କେବେ ଜାଣିନି। ମୁଁ ଜାଣିଥିଲି ମୁଁ ଏଇ ଲାଇନ କୁ ଆସିବି, ଫିଲ୍ମ କରିବି, କଳାକାରଟେ ହେବି, ଏଇଟା ଜାଣିଥିଲି। ବଟ୍ ମୋର ପ୍ରଥମ ଡେବ୍ୟୁ ଫିଲ୍ମ ମତେ ଗୋଟେ ଏମିତି ଚ୍ୟାଲେଞ୍ଜିଂ କ୍ୟାରେକ୍ଟର ମିଳିବ, ଦେନ୍ ମୁଁ ଏଇ କଥା ଜାଣିନଥିଲି। ବଟ୍ ଯେବେ କାହାଣୀ ଶୁଣିଥିଲି, ଷ୍ଟୋରି ଶୁଣିଥିଲି, ଷ୍ଟୋରି ମତେ ବହୁତ ଭଲ ଲାଗିଥିଲା। ଆଉ ମତେ ଟିକେ ଚ୍ୟାଲେଞ୍ଜିଂ କ୍ୟାରେକ୍ଟର କରିବା ପସନ୍ଦ ଥିଲା, କାରଣ ଯେହେତୁ ମୁଁ ଏ ଲାଇନ କୁ ଆସିନି, ପ୍ରଥମ ଥର ଗୋଟେ ଭଲ ସବଜେକ୍ଟ କରିବି, ତ ସେ ଉତ୍ସାହିତ ମନରେ ଥିଲା। କିନ୍ତୁ ତାପରେ ବି ମନରେ ଭୟ ଥିଲା, ଏମିତି ଗୋଟେ କ୍ୟାରେକ୍ଟର ମୁଁ ପ୍ରଥମ ଥର ପାଇଁ କରୁଛି, ମେ ବି ମୁଁ ଠିକ ଭାବେ କରିପାରିବି କି କରିପାରିବିନି, ଡର ବି ଥିଲା। ଜଣେ ଶାରୀରିକ ସକ୍ଷମ ଥିବ, ଚଲାବୁଲ କରୁଥିବ, ତା ଭିତରେ ଆପଣଙ୍କୁ ଭିନ୍ନକ୍ଷମର ଦାୟିତ୍ୱ ଦିଆଯିବ ଯେ ଆପଣ ଅଙ୍ଗଭଙ୍ଗୀ ମାଧ୍ୟମରେ ଏମିତି ଚାଲିବେ ଏବଂ ସମସ୍ତେ ଆପଣଙ୍କୁ ଚାହୁଁଥିବେ, ଡିରେକ୍ଟରରୁ ଆରମ୍ଭ କରି କ୍ୟାମେରାମ୍ୟାନ୍ ଯେଉଁମାନେ ସେଟଅପ୍ରେ ଥାନ୍ତି, ସେବେଳେ ଆପଣଙ୍କୁ କିଛି ଗୋଟେ ଫିଲ୍ ହେଇଛି ଆପଣଙ୍କୁ ଏମିତି ହାତ କରିବାର ଥିବ କିନ୍ତୁ ଆପଣ ସେ ହାତଟା ଠିକ ସେ କରିପାରିନାହାନ୍ତି, କ୍ୟାମେରା ରୋଲ ଆକ୍ସନ ହେଇଯାଇଛି? ନା ସେଇଟା ହେଇନି, ବଟ୍ କଣ୍ଟିନ୍ୟू ମୁଁ ଏ ଫିଲ୍ମ ପାଇଁକା ଆଗରୁ ଏଇ ସବୁ ରିଜନ ଥାଏ, ସେଥିପାଇଁ ଡିରେକ୍ଟର ସାର୍ ମତେ ଆଗରୁ କହିଥିଲେ କି ଆପଣଙ୍କୁ ଏଇଟା ରିହର୍ସାଲ କରିବାକୁ ପଡ଼ିବ, କଣ୍ଟିନ୍ୟୁଟି ରୁହେ। ତ ମତେ ସୁଟିଂଟା ଗୋଟେ ଦିନ ନୁହଁ, ବହୁତ ଦିନ କରିବାକୁ ପଡ଼ିବ। ତ ଆପଣ ଏମିତି ନିଜକୁ ଟ୍ରାଏ କରନ୍ତୁ ଯେ ଆମେ ମାନେ କଣ୍ଟିନ୍ୟୁ ଲାଗିବ କି ଲୋକ ଦେଖିଲେ କି ନା ଏଇଟା ଇଏ ସତରେ ଦିବ୍ୟାଙ୍ଗ ଝିଅଟିଏ, ଆପଣ ଭଲ ଅଛନ୍ତି ବୋଲି ଯେମିତି ନ ଲାଗେ। ତ ଏମିତି ସିନ୍ରେ ଯେବେ ମୋର କ୍ୟାରେକ୍ଟର ହଉଥିଲା ସୁଟିଂ ସେଟ୍ରେ, ମାନେ କଣ୍ଟିନ୍ୟୁ ମୋର ଚାଲିଥିଲା କିଛି କିଛି ସମୟ। ମୁଁ ନ୍ୟୁ କମର, ଦେନ୍ ମୁଁ ମେ ବି ଜାଣିପାରୁନଥିଲି, ମାନେ ମୋର ଡାଇଲଗ ସରି ଯାଇଥିବ, ମୋର ସ୍କିନ୍ ସରି ଯାଇଥିବ, କିନ୍ତୁ ଗ୍ରୁପରେ କିଛି କିଛି ଥାଏ ଆମର ମାନେ ସିନ୍, ତ ମୋର ନିଆଁ ହଉନଥିବ, ଅଲଗା ଆର୍ଟିଷ୍ଟ ମାନଙ୍କର ନିଆଁ ହଉଥିବ, ମୁଁ ତ ସେଇ ଲୁକ୍ରେ ସେମିତି ହିଁ ରୁହେ। ଦେନ୍ କଷ୍ଟ ବି ହୁଏ ମତେ, ମୁଁ ନୂଆ ଯେତେବେଳେ କିଛି କିଛି ଟାଇମରେ ମୁଁ ଏଇଟା ଜାଣି ବି ପାରିନି କି ମେ ବି ଏ ସିନ୍ ମୋର ନାହିଁ, ମୋର ବଡି ଅଛି କି ହାତ ଗୋଡ ଅଛି,
तो एटा एतिपई मते साहाय्य कला कारण मे भी मु कहि थांती कि कट केमिति उठीबी एटा भी हेई थांदा मु मे भी डायरेक्टर सार को पचार थांती किंतु अनुदी जेहेतु सीनियर एते फिल्म वगैरह करिसेंती सबूर माने एक्सपीरियंस अछि तो मते एटा खूब साहाय्य करिथिला देन सहजरे मु उठी जाइथिली दीदी भी मते उठे देथिले। अच्छा ये जो आभा फिल्म रही आम तो ट्रेलर देखिलु ट्रेलर रे अनेक किछि सिखिलु जे आपण जने भिन्नक्षम केमिति सफलता आड़ को गति करुछि केते संघर्षपूर्ण ता कहानी रहउछि ता भितरे जने ताको सहाय्य करुछि किपरि से आगु को जीवो एथरे सोना मैडम कोन सिखिले? सोना मैडम एटा सिखिले मनीष जेमिति भी जो वर्गर हो जो जगह रे थाउ जदि इच्छा शक्ति अच्छी मन रे बल अच्छी तो से जेमिति जगह रे गले भी निज सफलतार सीढ़ी चढ़ी पारिबो किंतु जदि से दृढ़ता सहित सेई जगह रे ही रहइबो मते एई उच्चता को जिबार अछि एई जगह पाइबार अछि तो सेते बेले भगवान एटा देखिबेनी कि तार से सबल नाही मे भी जाई परिबेनी किंतु मन रे शक्ति थिले जे दुर्बल अछि से भी सबल होई परिबो। निश्चित रूप देखुले आम सीधासल कथा होते आभार जी अभिनय करते अभिनेत्री नवागत अभिनेत्री सोना सहित आम कथा होते जो भाव संघर्ष था कहानी रे ता भितर शूटिंग सेट अनेक संघर्ष रही मजादार कथा रही कौटी से जेहेतु कैमेरा फेस कला बेले कौटी निज चेहरा को लेकिन अंगभंगी की लेकिन केतेबेले नर्वस रही तो केतेबेले मु से फ्रेम रे अच्छी कि नहीं अनेक गुड़े प्रश्न मन उंकी मारी अनेक क्षेत्र देखिए जेतेबेले अनेक समस्या रही कौटी भूल होची ता भितर गाइड करने अनुदीदी अनेक प्रकार साहाय्य कर जहाँफल ए स्टोरी जो कहानी रही आपन ट्रेलर माध्यम देखुं जे ए कहानी संघर्षपूर्ण रही है संघर्षपूर्ण कहानी भितर गोटे सक्सेस रो जो चित्र रही फिल्म रे चित्रित कराई मुख्य उपादान भाव में सबुठार बड़ कथा हूँ ए फिल्म रिलीज होगा समस्त गोटे नुआ उदाहरण साजियो एवं ओडिया इंडस्ट्री पाई सबु प्रकार सबुज बनान को लेकिन परिवेश को लेकिन जो फिल्म दरकार एवं गोटे पिला किपरि भाबे गोटे गतिशील मानसिक स्थिति किभली आगु को जाई परिबो एवं निजको जे कमजोर भाबुछि से किपरि चेष्टा कले सफल होई परिबो तार एई फिल्म होछि पूरा संपूर्ण उदाहरण जहाँ को थरे देखिबा मतरे जो माने असफल अलस्वामी होउछन्ति सेमाने सफलर शीर्ष रे पहुंच परिबे। भुवनेश्वर कैमरा पर्सन गुडुंको प्रियकन साहू। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।